जय जगन्नाथ मु स्निग्धा आपण मान मोर यूट्यूब चैनल किछि स्मृति किछि अनुभूति को स्वागत करछि। सांग मैंने आज संडे आउ ये संडे रे मते मौका मिले प्राय 2 घंटा सकाळे बगीचा काम करिया पई। आउ सांग मैंने या पूर्व वर्षा दिन थिला तेणु छात ऊपर सर्वदा ओदा ही रहउतिला। मु गछर किछि काम करि पार नथिली सेति पई मोर 2-3टा गछ मध्ये भल भल गछ मरिगला। तेणु मु आज छातटी सुखिला पड़िछि। आउ पिला माने भी सोईचंती एबे किछि मोर काम करियार नाही। तेणु मु आसछि बगीचा काम करिया पई। आउ आज मु करूछि बगीचार गछ मूलरू सब घास फास उपाड़ी ताको खोसा खोसी करिवि। आउ गछरे जेते गुड़िक सब अच्छी पाचिला पत्र ताको तोड़ी सफा करदेली। आउ छात उपरकी ओलाओली करी परिष्कार करदेली। सତରେ ସାଙ୍ଗମାନେ ଏଇ ଯେଉଁ କଷ୍ଟଟା ମୁଁ କରେ ନା ଏଇ ଯେଉଁ ଫୁଲ ଗୁଡ଼ିକୁ ଦେଖିଲେ ମୋର ମନ ଖୁସି ହେଇଯାଏ। ଆଉ ଏ ଫୁଲ ଗୁଡ଼ିକୁ ଦେଖିଲେ ମୋତେ ଲାଗେ ଯେମିତି ମୋର ପରିଶ୍ରମର ମୂଲ୍ୟ ରହିଯାଇଛି। ଦେଖନ୍ତୁ ସାଙ୍ଗମାନେ ଏଇ ଦେଶୀ ଗୋଲାପଟି ଛୋଟ ଛୋଟ ଫୁଟେ ଏବେ ମୋର ଯତ୍ନ ଫଳରେ କେତେ ବଡ଼ ହେଇଛି ନା ସତରେ କେତେ ମନ ଖୁସି ଲାଗୁନି ଏ ଫୁଲ ଗୁଡ଼ିକୁ ଦେଖିଲେ। ଆଉ ଆପଣମାନେ ସବୁ ବଗିଚା କରିଛନ୍ତି କି ନାହିଁ? ଆଉ ଯଦି ଟାଇମ୍ ପାଉଛନ୍ତି ତେବେ ଛାତ ଉପରେ ଗୋଟେ ଗୋଟେ ଛୋଟ ଛୋଟ ବଗିଚା କରନ୍ତୁ। ଦେଖିବେ ସେଥିରେ ଟାଇମ୍ଟା ଏମିତି ପାସ୍ ହେଇଯାଏ ଯେ ବହୁତ ଖୁସି ଲାଗେ। ତାପରେ ସାଙ୍ଗମାନେ ବଗିଚା କାମ କରିସାରିଲି। ଏବେ ମୋର ନିତ୍ୟକର୍ମ ସାରି ମୁଁ ଠାକୁର ପୂଜା ଘରକୁ ଯାଉଛି। ଆଉ ସାଙ୍ଗମାନେ ସେଇ ଫୁଲ ତୋଳି ଯେତେବେଳେ ମୁଁ ଠାକୁରଙ୍କୁ ପୂଜା କରେ ସତରେ ମନରେ ଏତେ ଶାନ୍ତି ଲାଗେ ଯେ ଆପଣମାନେ ବିଶ୍ୱାସ କରିପାରିବେନି। ନିଜ ହାତ ତିଆରି ଫୁଲ ଯେତେବେଳେ ଭଗବାନଙ୍କୁ ସମର୍ପଣ କରେ ମନରେ ଗୋଟେ ଏକଦମ ଖୁସିର ଲହରୀ ଖେଳିଯାଏ। ଆଉ ଆଜି ପୂଜା ସରିଲା ପରେ ଆଉ ମୁଁ ଚାଲିଲି ମୋର କିଚେନକୁ। ଯେହେତୁ ବହୁତ ଗୁଡ଼େ ଭୋଜି ଆମେ ଖାଇସାରିଲୁଣି ତେଣୁ ଆଜି ଆମକୁ ନନଭେଜ୍ କିଛି ଖାଇବାକୁ ଇଚ୍ଛା ନଥିଲା। ନହେଲେ ଆମର ପ୍ରାୟ ସଣ୍ଡେରେ ମର୍ଣ୍ଣିଂରେ ଅଣ୍ଡା ଆମଲେଟ୍ ଆଉ ବ୍ରେଡ଼୍ ଖାଉ। ଆଜି ମୁଁ ମୁଢ଼ି ମିକ୍ସଚର୍ ଚାହା କରି କିଛି ପକୋଡ଼ି ଛାଣିଥିଲି। ଆଉ ସେ ପକୋଡ଼ିକୁ ନେଇ ଆମେ ଟୁଆଁ ଟୁଇଁ ବସି ପଡ଼ିଥିଲୁ ଖାଇବା ପାଇଁ କାରଣ ପିଲାମାନେ ଏପର୍ଯ୍ୟନ୍ତ ଉଠି ନାହାନ୍ତି। ସାଙ୍ଗମାନେ ଆଜି ଟିକେ ମୌକା ମିଳେ ସମୟ ମିଳେ ବସି କିଛି ଦୁଃଖ ସୁଖ ହେବା ପାଇଁ। ନହେଲେ ଡେଲି ରୁଟିନ୍ ଲାଇଫ୍ ଯିଏ ଯାହା ବାଟରେ ତାଙ୍କ କର୍ତ୍ତବ୍ୟ ପଥରେ ଚାଲିଯାଆନ୍ତି। ତେଣୁ ଆମେ ଆଜି ବସି 2 ଜଣ ପକୋଡ଼ି ଆଉ ଚାହା ଖାଇଲା ଭିତରେ କ'ଣ ଆମେ ଲଞ୍ଚ କରିବା ସେ ବିଷୟରେ ଡିସିସନ୍ ନେଇଥିଲୁ। ସାଙ୍ଗମାନେ ଲଞ୍ଚରେ କେବଳ ମୁଁ ଭାତ କରିଥିଲି ଆଉ ଅଣ୍ଡା ତରକାରୀ କରିଥିଲି। ଆଉ ତା ସାଙ୍ଗରେ କିଛି ପିଆଜ ଆଚାର ଏମିତି ଚକଟିକି ଖାଇବା ପାଇଁ କରିଥିଲି। ଆଉ ଆମ 2 ଝିଅ ଯାକ କେହି ନନଭେଜ୍ ଖାଆନ୍ତିନି କି ଅଣ୍ଡା ଖାଆନ୍ତିନି। ତେଣୁ ସେମାନେ ମନା କଲେ ଆମେ ଖାଇବୁନି ଅଣ୍ଡା ତରକାରୀ। ଆଉ ସେଥିପାଇଁ ତାର ଖୁଡ଼ି କିଛି ମାଛ ତରକାରୀ କରି ପଠାଇଥିଲେ। ଆଉ ମୋର ଝିଆରୀ ଆସିଥିଲା। ଝିଆରୀ ମୁଁ ଆମେ ମିଶିକି ସାଙ୍ଗ ହୋଇ ଖାଇଥିଲୁ। ସାଙ୍ଗମାନେ ଏଇ ତ ଗଲା ଆଜିର ରୁଟିନ୍। ଆଉ ରାତିରେ ବାହାଘର ଅଛି। ତେଣୁ ରାତିରେ ବାହାଘର ଯିବା ପାଇଁ ଆମେ ପ୍ରିପେୟାର ହେବୁ। ଆଜି ପାଇଁ ଏତିକିରେ ରହିଲି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।